अरे राहुल राहुल तू कौन करू खाली पाठ 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 कौन करू କିଛି ବୋର ଲାଗୁନି ମାର୍କେଟ ବୁଲାବୁଲି କରିବା ସେଠି ଲୋକ କରିବା ଏନ୍ଜୟ କରିବା ନାହିଁ ପଢିବୁ ଯେ ପଢିବୁ ତ ଜୀବନ ସାରା ପଢୁଛୁ ଦେଖୁଛନ୍ତି ତଥା ଗୋଟେ ଭଲ ଜିନିଷ ଜାଣିଛି ମୋ ସାଙ୍ଗ କାଲି ମୋତେ ଆଣିଥିଲା ମୋର ବି ଫାଷ୍ଟ ଫାଷ୍ଟ ଇଣ୍ଟରେଷ୍ଟ ହଉଥିଲା କିନ୍ତୁ ତୁ ଜାଣିଛୁ ଟିକେ ମିଳେ ନା ଅଲଗା ଭାବେ ନା मुझे पागल मेरे मेरा भाई को जो देखते थे सुनील को मेरे या किसी रेस्टोरेंट का कमाल लगती क्या किया एंजॉय कर रहे क्योंकि अरे भूल कौन ठीक कौन है जो से लाइफ जिंदा से जो मौत की चिंता नहीं थी हम तो कौन कौन थी अरे तो मैं चाहे तो वो पैसा का बोल रहा हूँ जीवन को दूर संग छोटे बेकारी पड़ते बेटा मार करते बेकारी बहुत भल लगे अरे तो पानी चाहता मेरा काम करेंगे कुछ नहीं तुम लोग बेस्ट पे अलग काम शेयर करा जाएगी बेस्ट पे नहीं शेयर कर तो तुम उससे पर कौन करूंगा नदी करते अलग अलग जहाँ तक एक रोमांच द्वारा निराकरण कार्यक्रम जरूरत प्रभावी राहुल गोचर चिड़चिड़ा अସୁधा ହେଇଗଲା ପରୀକ୍ଷା କରି ଘରେ ଆସିଲାନି ରାହୁଲ ସତରେ କଣ ହେଲା ତୁ ଆଗ ମିଳିନାଉ ଭଲ କିଛି ଖାଉନାଉ ମୁଁ ଠିକ ଶୁଣିଦିଅ କିଛି ପଚାରୁନି ଯାହା कौन राहुल दरकार भी आप जाने की तो पूरा अभी तो दरकार अरे के बाबा शांति नहीं मिले हमें तुम अभ्यास कर तू निजे को भी सारू मुझे भी से बात कौन दिया देखा ना व्यस्त नहीं जना पड़ू तू चाह सकते को पकड़ेगा आरंभ धीरे धीरे मनुष्य को निजर दास करके राहुल तुम्हें निशा शिकार हो जाता यह तुम स्वास्थ्य पढ़ा और परिवार सबकि नष्ट करदेव मत क्यों दरकार मोर किसी बड़ा नहीं तो माँ अच्छी बोलती ऐसे सब माँ मैं निशा देवी से भूमि चाहती माँ गुण सुधार समय देवे भी अच्छी राहुल निशा को छाड़ार मन में दृढ़ता जीवन को भल पाओ ମୁଁ ତୁମକୁ ମେଡିସିନ ଲେଖି ଦଉଛି ଖାଇବା ଆରମ୍ଭ କରିଦିଅ ଆରେ ହଁ ଏଥିପାଇଁ ଗୋଟେ ଭଲ ଉପାୟ ଅଛି ତୁମ କାମ ସହଜ ହୋଇଯିବ ବିଳମ୍ବ ନ କରି ଯଥାଶୀଘ୍ର ତୁମ ଘର ପାଖାପାଖି ଥିବା ଯେକୌଣସି ବ୍ରହ୍ମାକୁମାରୀ ଆଶ୍ରମ ଯାଅ ସେମାନଙ୍କ ସାଥିରେ କଥା ହୁଅ ସେ ତୁମକୁ ସହଜ ରାଜଯୋଗ ଶିଖାଇ ଦେବେ ଆଉ ନିଶାମୁକ୍ତ ରହିବା ପାଇଁ ଭଲ ଉପାୟ ବତେଇ ଦେବେ बहुत भल कथा कहले डाक्टर ସେମାନେ କେତେ ସରଳ ଜୀବନ ଯାପନ କରନ୍ତି କେତେ ସନ୍ତୁଷ୍ଟ ରୁହନ୍ତି ବହୁତ ଧନ୍ୟବାଦ ଆପଣଙ୍କୁ ଓଡ଼ିଶା ଯିବା ବ୍ରହ୍ମକୁମାରୀ ଆଶ୍ରମ
ଆପଣ ସତରେ ଚାଲିବେ ଦୟାକରି ତାକୁ ହସ ଦେଖାନ୍ତୁ। ଓମ୍ ଶାନ୍ତି। ଆପଣଙ୍କୁ ଆଉ କିଛି କହିବାର ଦରକାର ଅଛି। ଏଇ କିଛି ଆଗରୁ ଡାକ୍ତର ବାବୁଙ୍କ କଲ୍ ଆସିଥିଲା। ସେ ଆପଣଙ୍କ ବିଷୟରେ ସବୁ କରିଛନ୍ତି। ନିଶା ଦ୍ରବ୍ୟ କେବଳ ଶରୀରକୁ ନୁହେଁ, ମନକୁ, ପରିବାର ତଥା ସମାଜକୁ ମଧ୍ୟ ଖରାପ କରୁଛି। ଆଜି ଅନେକ ଯୁବକ ପାନ, ମଦ, ଗୁଟଖା, ସିଗାରେଟ ଏମିତିକି ମୋବାଇଲ ଆସକ୍ତି ଓ ଖରାପ ସଙ୍ଗତିରେ ପଡ଼ି ନିଜ ଭବିଷ୍ୟତକୁ ଅନ୍ଧକାର କରିଛନ୍ତି। କିନ୍ତୁ ଆମେ ଭୁଲିବା ଉଚିତ ନୁହେଁ, ମଣିଷର ସବୁଠାରୁ ବଡ଼ ଶକ୍ତି ହେଉଛି ସଂକଳ୍ପ। ଯେଉଁଦିନ ଆମେ ମନରୁ ନିଶ୍ୱାସ ନେବୁ ମୁଁ ନିଶାକୁ ଛାଡ଼ିବି, ସୁସ୍ଥ ଓ ସୁନ୍ଦର ଜୀବନ ବଞ୍ଚିବି, ସେହି ଦିନଠାରୁ ସୁନ୍ଦର ପରିବର୍ତ୍ତନ ଆରମ୍ଭ ହେବ। ଆଉ ଗୋଟେ କଥା କହିବାକୁ, ନିଶାଟା ସବୁବେଳେ ଖରାପ ନୁହେଁ। କିନ୍ତୁ ସେଇ ନିଶାର ବ୍ୟସ୍ତ ସେଇ ନିଶାକୁ ଖରାପ। କିନ୍ତୁ ଦୁନିଆରେ ବହୁତ ଭଲ ନିଶା ମଧ୍ୟ ଅଛି। ଯେମିତିକି ଜୀବନରେ ଗୋଟେ ଭଲ ମଣିଷ ହେବାର ନିଶା, ଜୀବନରେ ସଫଳତା ପାଇବାର ନିଶା, କିନ୍ତୁ ଜଣେ ଗାୟକ ଗୀତ ଗାଇବାର ନିଶା, ତେଣୁ ଚିତ୍ରକାରର ଚିତ୍ର ଆଙ୍କିବାର ନିଶା। ସେମିତି ଆମେ ବ୍ରହ୍ମା କୁମାର କୁମାରୀମାନେ ମଧ୍ୟ ନିଶାଗ୍ରସ୍ତ। ସେଇଭଳି ପରମାତ୍ମାଙ୍କ ସହ ପ୍ରେମରେ ଲୀନ ହୋଇଯିବାର ନିଶା ଓ ନିଜକୁ ଦୈନନ୍ଦିନ ଜୀବନରେ ଏକ ଭଲ ମଣିଷଟିଏ ଗଢ଼ି ତୋଳିବାର ନିଶା। ତେଣୁ ଖରାପ ନିଶାକୁ ଛାଡ଼ିବା ଓ ଭଲ ନିଶାକୁ ଆପଣେଇବା। ପ୍ରତିଦିନ ସକାଳୁ ଉଠି ସକାରାତ୍ମକ ଚିନ୍ତା କରନ୍ତୁ, ଭଲ ସଙ୍ଗତରେ ରୁହନ୍ତୁ, ପରିବାରକୁ ସମୟ ଦିଅନ୍ତୁ ଓ ନିଜ ଜୀବନର ଲକ୍ଷ୍ୟକୁ ବାରମ୍ବାର ମନେ ପକାନ୍ତୁ। ମା ଦିଦିଙ୍କ କଥା କେତେ ଶାନ୍ତି ଲାଗୁଛି ସବୁ। ଲାଗୁଛି ମୋ ମନୋବଳ ହେଇପାରିଛି।